ଆପଣଙ୍କ ଯଦି ସୁଭଦ୍ରା ଯୋଜନା ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ମନ ଧ୍ୟାନରେ ଦେଖନ୍ତୁ ଭିଡ଼ିଓକୁ। ଆପଣମାନେ ଜାଣିପାରିବେ ଏହି ସୁଭଦ୍ରା ଯୋଜନାରେ ଯାହାକି 50,000 ଟଙ୍କା ଆପଣମାନେ ଲୋନ୍ ଆକାରରେ ଆପଣମାନେ ପାଇପାରିବେ। ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଏହି ସୁଭଦ୍ରା ଯୋଜନା ନେଇକି ଆସିଛନ୍ତି, ଯାହାକି ଆପଣମାନେ ମହିଳାଙ୍କ ପାଇଁ, ସମସ୍ତ ମହିଳାଙ୍କ ପାଇଁ ଆପଣମାନେ ଏହି ସୁଭଦ୍ରା ଯୋଜନା ତ କ'ଣ ରହିଛି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ, ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ। ଫର୍ମ ବଣ୍ଟନ ଓ ଦାଖଲ ସମ୍ପୂର୍ଣ୍ଣ ମାଗଣାରେ ହେବ କହିଲେ ପ୍ରଭାବତୀ ପରିଡ଼ା। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି 17ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ସୁଯୋଗ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହି ଚାଲୁ ରହିବ କହିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ପରିବାରରେ ଯଦି 3-4 ଜଣ ମହିଳା ଅଛନ୍ତି ତେବେ ଏହି ସମସ୍ତେ ପାଇବେ ସୁଭଦ୍ରା ଯୋଜନା ଟଙ୍କା। ବିଧବା ମହିଳା ଓ ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା। ମାନଦଣ୍ଡ ପୂରଣ କରୁଥିବା ପରିବାର ସବୁ ମହିଳା ପାଇବେ ଟଙ୍କା। ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ୍ ଜାରି କରାଯାଇଛି। 21ରୁ ଅଧିକ 60ରୁ କମ୍ ବୟସ ମହିଳା ଆବେଦନ କରିପାରିବେ। ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ। 2024-25 ବର୍ଷ ପାଇଁ ଗତ ଜୁଲାଇ 1 ସୁଦ୍ଧା ବୟସ 21ରୁ ଉର୍ଦ୍ଧ୍ୱ 60ରୁ କମ୍ ରହିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟରେ 21ରୁ 60 ବର୍ଷ ମହିଳା ମାନଙ୍କୁ ଏହି ଯୋଜନାର ସାମିଲ କରାଯିବ। ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ 21ରୁ ଅଧିକ ଏବଂ 60ରୁ କମ୍ ସେମାନଙ୍କ ଏହି ଯୋଜନାର ଫାଇଦା ଉଠାଇ ପାରିବେ। ଏହି ଯୋଜନାରେ ରାଜ୍ୟର ପ୍ରାୟ 1 କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ। ତ ଏଇଭଳିଆ ଆଜିର ଅବସ୍ଥା ଥିଲା। ଯଦି ଆପଣମାନେ ମଧ୍ୟ ଆବେଦନ କରିବାକୁ ଚାହୁଁଛନ୍ତି ଯାହାକି ସୁଭଦ୍ରା ଯୋଜନାରୁ ଲୋନ୍ ପାଇପାରିବେ 50,000 ଟଙ୍କା ମାଗଣାରେ। ତ ଏଇଭଳିଆ ଆଜିର ଅବସ୍ଥା ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।